ये समस्त आम स्टाफ अच्छा सब स्टाफ कंपनी स्टाफ आम समस्ते ये बाकी आम अनुभव सार अच्छा आम इंजीनियर ठीक है शिफ्ट इंजीनियर प्रदीप सार फिटर और ये भी आम सब सब प्राय सब टेक्नीशियन सब समस्ते प्राय टेक्नीशियन गोटे अच्छे आम न्यू ईयर सेलिब्रेशन नहीं सर आप काटे हाँ करा हैप्पी न्यू ईयर ये कौन था सेनापुर कृष्णा राय फेर मजबूत वाला चाकू लेके आए बस बस दो बार मैं लेकर आप एक बार अरे जितना चाहिए मैं मुझे नुकसान दे रहा है नहीं पड़ेगा हाँ जरूरत है ना कहीं तो बीच में आप खा रहे हाय फ्रेंड्स नमस्कार जय जगन्नाथ मुरली को स्वागत कर मोर आज गोटे नुआ सरप्राइज ब्लॉग को तो आपण समस्त प्रथम तो मुझे कहीदेवी कि ऑल जी मो फैमिली मेंबर अच्छा तो मकर संक्रांति आउ आम नुआ वर्ष उपलक्षे हार्दिक अभिनंदन हार्दिक शुभेच्छा आपण समस्त को इंग्लीश में कहीदे कि हैप्पी न्यू ईयर समस्त को ओडिया कहीदे इंग्लीश में कहीदेली किंतु आज जो भिडियो बनाऊँ मुझे हूँ आज मकर संक्रांति ठीक अच्छे तो प्रथमतः मकर संक्रांति माने आम नुआ वर्ष माने जार माने नुआ वर्ष रे एटा होची नुआ वर्ष माने उड़िया नव उड़िया मानकर मकर संक्रांति हूँ नुआ वर्ष बाकी आमर न्यू ईयर जो गला जनवरी 1 तो सेटा होची इंग्लिश मासरे नुआ वर्ष माने न्यू ईयर ठीक अच्छे तो जेहेतु आज मकर संक्रांति तो भाविल कि आप वेस्ट करदेवी और आज गोटे ब्लॉग वीडियो पकईदे तो आज ब्लॉगटा मुझे कहीदे ब्लॉगटा किंतु केबे अपलोड हम सेटा मुझे जानी क्या दी कि 3 दिन लेट हो पारे कहीं कम मैंने एत व्यस्त रोचे एक तो ड्यूटी रोचे बाकी देखो कमटा मुझे करुच्ची बर्तमान मुझे बिलरे कहीं आमर यही वर्ष प्रथम थर पर चाष हम धान चाष तापुनी खराटे धान चाष कहती रबी फसल जरा कहती तो सीटा आम वर्ष चाष हम ठीक है तो यहाँ माने घूरा घूरी करते पड़े बहुत सारा टेंशन था कि पैसा पत्र नहीं बहुत सारा टेंशन क्या सब जिनस ये मसर माने पाखापाखि 30-35 खंडे खाली क्लोज होबार अच्छी ये सब क्लोज हो सब माने जहाँ भी किसी पैसा खर्च सब कराइला तो सब जिन क्लोज हो तो से टेंशन सब रही बाकी कम मत एत प्रेसर काम कि जमा भिडियो करते सुट हो पार ठीक अच्छे तो एमती सब चलती
କାହିଁକିନା ମୁଁ ଆପଣଙ୍କୁ କହିଦେଉଛି କି ଯେହେତୁ ମିଡ଼ିଲ୍ କ୍ଲାସ୍ ଘରର ଫ୍ୟାମିଲିର ଛୁଆ, ତ ସବୁ ଜିନିଷ ଆମକୁ ଆଡ଼ଜଷ୍ଟ କରିବା ପାଇଁ ପଡ଼ୁଛି। ଠିକ୍ ଅଛି, ମାନେ ଏପଟରୁ ଆଣିକି ସେପଟେ ଆଡ଼ଜଷ୍ଟ କରିବା ପାଇଁ, ସେପଟରୁ ଆଣିକି ଏପଟେ ଆଡ଼ଜଷ୍ଟ କରିବା ପାଇଁ ପଡ଼ୁଛି। ସବୁ ଜିନିଷ ଆଡ଼ଜଷ୍ଟ କରିବା ପାଇଁ ପଡ଼ୁଛି। ଆଉ ଏମିତି ଚାଲିଛି ଲାଇଫ୍ଟା। ସବୁ ଜିନିଷ ମାନେ ମୁଁ ଯେବେଠୁ ଇନକମ୍ କଲିଣି ମୋତେ ଖାଲି ଜିନିଷ ସବୁବେଳେ ଆଡ଼ଜଷ୍ଟ କରିବା ପାଇଁ ଚାଲିଛି। ସବୁ ଜିନିଷ ଆଡ଼ଜଷ୍ଟ କରିବା ପାଇଁ ଚାଲିଛି। କେହି ଜିନିଷ ମୁଁ ମାନେ ଜାଣିପାରିନି କି ମାନେ ଠିକ୍ ୱେରେ ଗୋଟେ ଲାଇନ୍ରେ ଯିବା ପାଇଁ ଯେତେ ମୁଁ ଚେଷ୍ଟା କରୁଛି ସେଇଟା ହେଇପାରୁନାହିଁ। ତ କ'ଣ ହେଉଛି କ'ଣ ନାହିଁ ସେଇଟା ମୁଁ ବି ଜାଣିପାରୁନି। ତ ଦେଖିବା କେମିତି କେତେ ଦିନ ଏମିତି ଆଡ଼ଜଷ୍ଟ କରିବା ପାଇଁ ପଡ଼ୁଛି। ସବୁ ଜିନିଷ ଆଡ଼ଜଷ୍ଟ, ମାନେ ସେ ପଇସା ପତ୍ର କଥା ହେଉ କି ଏ ସମ୍ପର୍କ କଥା ହେଉ କି ଯେକୌଣସି କଥା ହେଉ, ସବୁ ଜିନିଷ ଆଡ଼ଜଷ୍ଟ କରିବା ପାଇଁ ପଡ଼ୁଛି। ଠିକ୍ ଅଛି, ଯେତେବେଳେ ଆଡ଼ଜଷ୍ଟ କରିବା ପାଇଁ ମାନେ ନ ହେଉଛି, ଯେତେବେଳେ ଆଡ଼ଜଷ୍ଟ ସେତେବେଳେ ବାଧ୍ୟ ହେଇକି ଗୋଟେ ଘର କୋଣ ଚୁର ବସେନି କି, ସେମିତି ବସିବା ପାଇଁ ପଡ଼ୁଛି। ଠିକ୍ ଅଛି, ତ ବେଶୀ କଥା ହେବନି, କାହିଁକିନା ନିଜ ଲାଇଫ୍ଟା କଥା କୁହନ୍ତି କି ଯେ ଦୁଃଖ କଥା କାହା କିଛି କହିବା କଥା ନୁହେଁ। ତ ଯାହା ବି ହଉ, ବର୍ତ୍ତମାନ ମୁଁ ଦେଖି ଦେଉଛି ଆପଣଙ୍କୁ ଆମର ଯେଉଁ ଚାଷଟା ହେବ, ତ ସେଇଟା ମୁଁ ଆପଣଙ୍କୁ ଦେଖୁଛି ଏବେ। ତ ଦେଖନ୍ତୁ, ଆମର ସେପଟେ ଏରିଆରୁ ନେଇକି ଏପଟେ ଏତିକି ଏରିଆ ସବୁ ମାନେ ପାଣି ଘାର ସବୁ ଏତିକି ଅଛି। ତ ସେଇ ସବୁ ଜିନିଷ ସବୁ ଆମ ବିଲରେ ଚାଷ ହେବ। ଠିକ୍ ଅଛି, ମାନେ ପ୍ରଥମ ପାଇଁ ଖରିଫ ଫସଲ ନାହିଁ, ସରି ଖରାଟା ଚାଷ ଯାହା କୁହନ୍ତି, ରବି ଫସଲ ଚାଷ ହେବ। ବାକି ଆମର ଏପଟେ ଚାଷ ମାନେ ଖରା ଯେ ଧାନ ଚାଷଟା ହୁଏ, ସେଇ ଚାଷଟା ଆମର ଏପଟେ କରାଯାଏ। କେବଳ ଗୋଟେ ଚାଷଟା କରାହୁଏ କି ଯେଟା ଆମର ବର୍ଷା ଦିନ ଯେଉଁ ଚାଷଟା ହୁଏ। ଠିକ୍ ଅଛି, ତ ସେଇ ଜିନିଷଟା ଆମର ଏଠି କରାହୁଏ, ଗୋଟେ ଥର ହିଁ ଚାଷ କରାହୁଏ। ବାକି ଏଇଥର ଫାର୍ଷ୍ଟ ଟାଇମ୍ ପାଇଁ କରାଗଲା କି ଆପଣ ଦେଖିପାରୁଛନ୍ତି କି ଏଇ ଜାଗା ମାନେ ଯେ ଗୋଟେ ଅଛି ଘରଟା, ତ ସେ ଘରଟାରେ ଆମର ଡିପ୍ଟର ସୁବିଧା ହେଇଛି। ଠିକ୍ ଅଛି, ଡିପ୍ଟର ସୁବିଧା ଯେଠି ହେଇଛି, ତ ବାପା କହିଲେ କି ଦେଖିବା ଗୋଟେ ବର୍ଷ ଚାଷ କରି ଦେଖିବା କେମିତି କ'ଣ ଚାଷଟା ହେଉଛି। ତ ମୁଁ ବି କହିଲି ହଉ ତାହେଲେ ଠିକ୍ ଅଛି କର। ବାପା ଯେହେତୁ ତାଙ୍କ ଘରେ ଏବେ ଅଛନ୍ତି, ତ ତାଙ୍କର ସେମିତି କିଛି କାମ ନାହିଁ। ବାପା କହିଲେ ମୁଁ ତମେ ପାରିବ ନା? କହିଲେ ହଁ ଆମେ ପାରିବା। ତ ଯଦି ବାପା କହିଲେ ପାରିବା ପାଇଁ, ଆମେ କାହିଁ ମନା କରିବା। ତ ଆମେ ଟିକେ ବାପାଙ୍କ ସାହାଯ୍ୟ କରିବା। ବାପା କରନ୍ତି। ବାକି ମୋର ତ ଟାଇମ୍ ହୁଏନି ସେମିତି, ଯେତେବେଳେ ଟାଇମ୍ ମିଳେ ମୁଁ ଆସିକି ସାହାଯ୍ୟ କରେ। ଠିକ୍ ଅଛି, ତ ଯାହା ବି ହଉ, ଏମିତି ଭିଡ଼ିଓ କଣ୍ଟିନ୍ୟୁ ଆଗକୁ ଆସିପାରୁନି, ବହୁତ ସାରା ଭିଡ଼ିଓ। ଆଉ ତାପରେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଯେ ଗୋଟେ ଜିନିଷ, ମାନେ ଯଦି ଆପଣଙ୍କ ଭିଡ଼ିଓ ରେଗୁଲାର ପକେଇ ଚାଲିଥିବେ, ତାହେଲେ ଆପଣଙ୍କର ମାନେ ଗୋଟେ ଥାଏ କି ୱାଚ୍ ଟାଇମ୍ ଆଉ ସବସ୍କ୍ରାଇବର୍ ଟାଇମ୍, ସେ ସବୁ ତୀର ଚିହ୍ନ ସବୁ ଉପରେ ହେଇଥିବ। ତ ଯେହେତୁ ମୋର ରେଗୁଲାର ଭିଡ଼ିଓ ଆସିପାରୁନି, ତାପରେ ମୁଁ ମଧ୍ୟ ବ୍ଲଗ୍ ଟାଇମ୍ ଦେଇପାରୁନି, ତ ସେଇଥିପାଇଁ ମୋ ଜିନିଷ ସବୁ ତଳକୁ ହେଇକି ଅଛି। ଠିକ୍ ଅଛି, ଦେଖିବା 2026ଟା କେମିତି କ'ଣ ଯାଉଛି। 2025ରେ କିଛି ବି ହେଇପାରିଲାନି। 2026ରେ ଦେଖିବା, ଚେଷ୍ଟା କରିବା କିଛି ହେଉଛି କ'ଣ ନାହିଁ। ତ ଏମିତି ସବୁ ଲାଇଫ୍ରେ ଚାଲିଛି, ମାନେ ମୁଁ କହିପାରୁନି ଆପଣମାନଙ୍କୁ କି ଲାଇଫ୍ରେ କେତେ କ'ଣ କଷ୍ଟ ଚାଲିଛି। ଆଉ ଛାଡ଼, ଯାହା ହେବା କଥା ହେବ। ତ ଚାଲ, ବେଶୀ ତ ବ୍ଲଗ୍ କଥା ହେଇପାରିବ, ବ୍ଲଗ୍ ବହୁତ ଲମ୍ବା ହେଇଯିବ। 2026 ଫାର୍ଷ୍ଟ ବ୍ଲଗ୍ ଯେହେତୁ ମୁଁ ଭାବିଲି କି ଫାଙ୍କା ଥିଲେ ଆଜି ଟିକେ, ତ ଭାବିଲି କି ଏଇଟା ମୁଁ ଆରମ୍ଭ କରିଦେବି ବୋଲି। ତ ବେଶୀ କିଛି କଥା କହିବିନି, ବାକି କହିବି କି 2025ରେ ଯାହା ବି କିଛି ଦୁଃଖ ଥିଲା ଆପଣମାନଙ୍କର, ସେସବୁ ଜିନିଷ ଆପଣଙ୍କର ଦୂର ହେଇଯାଉ। ଆଉ 2026ରେ ଗୋଟେ ନୂଆ ମୋଡ଼, ନୂଆ ଲାଇଫ୍, ନୂଆ ଜୀବନ ନେଇ ବଞ୍ଚ। ଯାହା ବି କିଛି ଦୁଃଖ କଷ୍ଟ ଥିଲା ଆପଣ ସେଟା ଭୁଲି ଯାଆନ୍ତୁ। ଯାହା ବି କିଛି ଆପଣଙ୍କର ଦୁଃଖ କଷ୍ଟ ସହିତ ନିଜର ସମ୍ପର୍କ ଯେଉଁମାନଙ୍କର ଭାଙ୍ଗିଛି, ଏବଂ ଯେଉଁମାନଙ୍କର ସମ୍ପର୍କ ମାନେ ଡିଷ୍ଟର୍ବାନ୍ସ ହେଇଛି କି ଯାହା ବି ହେଇଛି, ତ ମୋ ମତରେ ସେଟାକୁ କମ୍ପ୍ରମାଇଜ୍ କରିକି ନୂଆ ସମ୍ପର୍କ ଗଢ଼। ଯାହା ବି ଥିଲା ସେ ସମ୍ପର୍କ 2025 ଯାହା ବି କିଛି ଥିଲା ପୂର୍ବ ବର୍ଷ ଥିଲା, ଆଉ ସେସବୁ ଆଉ ମାନେ ଲାଭ କିଛି ନାହିଁ। ଆଜିକା ଯୁଗରେ ଯଦି ତୁମର ସମ୍ପର୍କ ଯଦି ତୁମର ଠିକ୍ ନାହିଁ, ତ ଭାବି ନେବ ଯେ କି ସେଇଟା ଗୋଟେ ଭୁଲ ୱେରେ ଥିଲା, ତାକୁ ଗଢ଼, ମାନେ ଅଲଗା ଟାଇପ୍ରେ ଗଢ଼। ଯାହା ବି କିଛି ଭୁଲଭାଲ ହେଇଛି, ଡିଷ୍ଟର୍ବ ହେଇଛି, ସେଇଟା ସବୁ ବୁଝିପାରୁଛ ମୁଁ କ'ଣ କରିବା ପାଇଁ ଚାହୁଁଛି, ଆପଣ ବୁଝିପାରୁଥିବେ। ତ ବିଶେଷ କିଛି କହିବିନି। ଯଦି ଭିଡ଼ିଓ ଭଲ ଲାଗିବ ତ ଭିଡ଼ିଓକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେ। କିନ୍ତୁ ହଁ, ମନେ ରଖନ୍ତୁ, ଆଉ ଗୋଟେ ନୂଆ ଚ୍ୟାନେଲ୍ ମୋର ଅଛି, ଯେଉଁଟାକି ଆପଣଙ୍କୁ ବହୁତ ଇମ୍ପୋର୍ଟାଣ୍ଟ, ବହୁତ କାମରେ ଆସିବ। ତ ସେଇଟା ବହୁତ ଶୀଘ୍ର ରିଭିଲ୍ ହେବା ପାଇଁ ଯାଉଛି। ତ ଅପେକ୍ଷା କରନ୍ତୁ, ମୁଁ ନିହାତି କହିବି ଆପଣ ସେ ଚ୍ୟାନେଲ୍ ଦେଇକି ସବସ୍କ୍ରାଇବ୍ କରିବେ, ଏବଂ ବହୁତ ଜିନିଷ ଆପଣମାନଙ୍କୁ ସେଟା ଶିଖିବା ପାଇଁ ମିଳିବ। ଠିକ୍ ଅଛି, ତ ବିଶେଷ କରିବେନି। ଯଦି ଭିଡ଼ିଓ ଭଲ ଲାଗିବ ତ ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି।